ବନ୍ଧୁଗଣ, ଅନେକ ଲୋକ ଶୁଆ ଘରେ ରଖିବାକୁ ଭଲ ପାଇଥାନ୍ତି। ତେଣୁ ଅନେକଙ୍କ ଘରେ ଶୁଆ ଥିବାର ଦେଖିବାକୁ ମିଳେ। ତେବେ ଏହି ଶୁଆର ସମ୍ବନ୍ଧ ବୁଧ ଗ୍ରହ ସହ ରହିଥାଏ। କାରଣ ବୁଧ ଗ୍ରହ ସବୁଜ ରଙ୍ଗ ହୋଇଥିବା ବେଳେ ଶୁଆ ମଧ୍ୟ ସବୁଜ ରଙ୍ଗର ହୋଇଥାଏ। ଶୁଆ ଏକ ବୁଦ୍ଧିମାନ ପକ୍ଷୀ ଅଟେ। ତେବେ ଶୁଆ ଘରେ ରଖିବା ଦ୍ୱାରା କେଉଁ ସବୁ ଫାଇଦା ହୋଇଥାଏ, ଚାଲନ୍ତୁ ସେ ବିଷୟରେ ଜାଣିବା। ସେଥିମଧ୍ୟରୁ କେଉଁ ଲୋକଙ୍କୁ ଶୁଆ ଘରେ ରଖିବା ଉଚିତ ନୁହେଁ, ସେ ବିଷୟରେ ମଧ୍ୟ ଜାଣିବା। ତେବେ ବନ୍ଧୁମାନେ ଭିଡ଼ିଓଟିକୁ ସ୍କିପ୍ ନ କରି ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ଏବଂ ଭିଡ଼ିଓଟିକୁ ଗୋଟେ ଲାଇକ୍ କରି ଚ୍ୟାନେଲକୁ ଗୋଟେ ସବସ୍କ୍ରାଇବ୍ କରି ଦିଅନ୍ତୁ। 1. ଶୁଆକୁ ପ୍ରେମ, ଲମ୍ବା ଆୟୁଷ୍ୟର ସୌଭାଗ୍ୟର ପ୍ରତୀକ ହୋଇଥାଏ। ଯେଉଁ ବ୍ୟକ୍ତି ଶୁଆର ଫଟୋ, ମୂର୍ତ୍ତି ବା ସତସତିକିଆ ଶୁଆ ପାଳିଥାଏ, ସେହି ଘରକୁ ଶୁଆ ସମୃଦ୍ଧି ନେଇକି ଆସିଥାଏ। ଶୁଆର ମନ ଯେତେବେଳେ ଖୁସି ରହିଥାଏ, ସେତେବେଳେ ଶୁଆ ଠିଆ ଘରକୁ ମଧ୍ୟ ଅଚାନକ ଭାବେ ଖୁସି ଆଣିବାରେ ଲାଗେ। 2. ଘରର ଉତ୍ତର ଦିଗରେ ଶୁଆର ଫଟୋ ବା ଚିତ୍ର ଲଗାଇବା ଦ୍ୱାରା ଶୁଭ ହୋଇଥାଏ। ଏଥିସହ ସେହି ଘରର ପିଲାଙ୍କର ମଧ୍ୟ ପାଠପଢ଼ାରେ ମନ ଲାଗିଥାଏ। ଏଥିସହ ଦାମ୍ପତ୍ୟ ଜୀବନରେ ମଧୁରତା ଆସିଥାଏ। 3. ବେଡ୍ରୁମ୍ରେ ଶୁଆଙ୍କର ଯୋଡ଼ା ଫଟୋ ରଖିଲେ ଦାମ୍ପତ୍ୟ ଜୀବନ ସୁଖମୟ ରହିଥାଏ। ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଅଯଥା ମନୋମାଳିନ୍ୟ ଦେଖାଯାଇନଥାଏ। 4. ଜନ୍ମ କୁଣ୍ଡଳୀର ଦ୍ୱିତୀୟ ଭାଗରେ ବୁଧ ଗ୍ରହ ରହିଥାଏ। ତେବେ ଘରେ କୌଣସି ପଶୁକୁ ପାଳିବା ଭଲ ନୁହେଁ। ଯେପରି କୁକୁର, ଛେଳି ଓ ଶୁଆକୁ ଘରେ ପାଳିବା ଉଚିତ ହୋଇନଥାଏ। କାରଣ ସେହି ବ୍ୟକ୍ତି ଯଦି ଏହିମାନଙ୍କୁ ପାଳିଥାଏ, ତେବେ ସେ ଦରିଦ୍ର ହୋଇଯାଏ। କାରଣ ଯେଉଁ ବ୍ୟକ୍ତିର ଗ୍ରହର ଚଳନ ଭଲ ଥାଏ, ତେବେ ବ୍ୟକ୍ତି ଘରେ ଶୁଆ ପାଳି ଧନବାନ ହୋଇପାରିଥାଏ। ହେଲେ ଯେତେବେଳେ କୌଣସି ବ୍ୟକ୍ତିର ଗ୍ରହ ଚଳନ ଠିକ୍ ନଥାଏ, ତେବେ ସେହି ବ୍ୟକ୍ତି ଶୁଆ ପୋଷିବା ଦ୍ୱାରା ତା'ର ଭାଗ୍ୟ ଦୁର୍ଭାଗ୍ୟରେ ପରିଣତ ହୋଇଥାଏ। 5. ଲୁହାର ପିଞ୍ଜରାରେ ଶୁଆ ପାଳିବା ଅନୁଚିତ। ଏପରି କରିବା ଦ୍ୱାରା ବ୍ୟକ୍ତିକୁ ପାପ ଲାଗିଥାଏ। ଯଦି ଲୁହାର ପିଞ୍ଜରାରେ ଶୁଆ ରଖିଥାନ୍ତି, ତେବେ ସେହି ପିଞ୍ଜରାରେ ରଙ୍ଗ ଦେଇ ତାହାକୁ ରଙ୍ଗୀନ କରିଦିଅନ୍ତୁ। ନଚେତ୍ ଷ୍ଟିଲ୍ କିମ୍ବା ଅଲଗା ଧାତୁରେ ବନାଯାଇଥିବା ପିଞ୍ଜରାରେ ଶୁଆକୁ ରଖନ୍ତୁ। ଏହା ଆପଣଙ୍କ ପାଇଁ ଭଲ ହୋଇଥାଏ।